ଆଜି ଆସନ୍ତୁ ଆମ୍ଭେମାନେ ଉପଦେଶ ଶୀର୍ଷକ ବୁଦ୍ଧିର ସ୍ରୋତ ପରମେଶ୍ୱରଙ୍କ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଏହି ବିଷୟ ଦ୍ୱାରା ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିବା। ଆମ୍ଭେ ଏହି କଥାକୁ ମାନୁ ଓ ବିଶ୍ୱାସ କରୁଅଛୁ କି ପରମେଶ୍ୱର ବୁଦ୍ଧିର ସ୍ରୋତ ଓ ଆରମ୍ଭ ଅଟନ୍ତି। ତେବେ କ'ଣ ଆମ୍ଭେମାନେ ଏହି କଥା ଉପରେ ବିଚାର କରିବା ଉଚିତ ନୁହେଁ କି ବାଇବେଲର 66 ପୁସ୍ତକକୁ କେଉଁ ପ୍ରକାର ସୁବ୍ୟବସ୍ଥିତ କରାଯାଇଅଛି? ବୁଦ୍ଧିର ସ୍ରୋତ ପରମେଶ୍ୱରଙ୍କ ଦିଆ ହୋଇଥିବା ବାଇବେଲରେ କେମିତି ବାକ୍ୟ ନିହିତ ଅଛି? ବାଇବଲ ବୁଦ୍ଧି ଦ୍ୱାରା ପରିପୂର୍ଣ୍ଣ ଅଟେ। ପରମେଶ୍ୱର ଆମ୍ଭମାନଙ୍କୁ ରହସ୍ୟମୟ ଓ ଅପରିମେୟ ମାମଲା ଓ ଦିଗ ଦ୍ୱାରା ଯାହା ମନୁଷ୍ୟର ବୁଝିବା ଓ କଳ୍ପନାରୁ ବାହାରେ ଉଦ୍ଧାର ଆଡ଼କୁ ନେଇ ଯାଉଅଛି। ବାଇବଲର 66 ପୁସ୍ତକରେ ପରମେଶ୍ୱରଙ୍କ ଏପରି ବୁଦ୍ଧି ନିହିତ ଅଛି। ଏହାକୁ ସହଜରେ ବୁଝିବା ନିମନ୍ତେ ଆସନ୍ତୁ ଆମ୍ଭେମାନେ ଜାଣିବା କି ବୁଦ୍ଧି କ'ଣ। ବାଇବଲରେ ଆମ୍ଭେ ସଲୋମନଙ୍କ ବୁଦ୍ଧି ପାଇପାରିବା। ସେ ସତ୍ୟମାତାକୁ ଚିହ୍ନି ପାରିଥିଲେ। ପୁରାତନ ଦିନରେ DNA ଚେକ୍ କରିବାର କୌଣସି ସଂସ୍ଥା ବା ପ୍ରଣାଳୀ ନଥିଲା। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରତ୍ୟେକ ସ୍ତ୍ରୀ ଜୋର ଦେଇ କହୁଛନ୍ତି କି ଶିଶୁଟି ତାର, ତେବେ ସମସ୍ୟାକୁ ସମାଧାନ କରିବା ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ଯଦି ଆମ୍ଭଠାରେ ବୁଦ୍ଧି ଥାଏ, ତେବେ ଆମ୍ଭେମାନେ ସେମିତି ସମସ୍ୟାର ସମାଧାନ ଖୋଜି ବାହାର କରିପାରିବା। ସଲୋମନ ଆପଣା ବୁଦ୍ଧି ଦ୍ୱାରା ସତ୍ୟମାତାକୁ ଚିହ୍ନି ପାରିଲା। ଏହା ସେହି ବୁଦ୍ଧି ଯାହା ଆମ୍ଭେମାନେ ବାଇବେଲରେ ପାଇପାରିବା। ଆସନ୍ତୁ ଆମ୍ଭେମାନେ ସେହି ବୁଦ୍ଧି ବିଷୟରେ ଭାବିବା, ଯାହାର କଥା ଏହି ଦୁନିଆ କରିଥାଏ। ପୁରାତନ ଦିନରେ ଜଣେ ରାଜା ଥିଲା। ସେ ସର୍ବଦା ଏହି କଥା ଉପରେ ବିଚାର କଲା, ମୋର ଅଧୀନରେ ରହୁଥିବା ଯେଉଁମାନେ ମୋ ସହିତ ଏହି ରାଜ୍ୟକୁ ପରିଚାଳନା କରୁଛନ୍ତି କେତେ ବୁଦ୍ଧିମାନ ଅଟନ୍ତି। ଏଥିପାଇଁ ଗୋଟିଏ ଦିନ ସେ ସେମାନଙ୍କୁ ଗୋଟିଏ କଷ୍ଟକର ପ୍ରଶ୍ନ ପଚାରିଲା। ଗୋଟିଏ ଛୋଟ କୋଠରୀରେ ରହି ସେ ଆପଣା ଅଧୀନରେ ସମସ୍ତ ଅଧିକାରୀମାନଙ୍କୁ ରାଜମହଲରେ ଡାକିଲେ। ସେ କହିଲେ, ଯଦି କେହି ତାଙ୍କୁ ସେହି କୋଠରୀରୁ ବାହାରକୁ ନେଇ ଆସିବ, ତେବେ ସେ ସେହି ବ୍ୟକ୍ତିକୁ ଉଚ୍ଚ ପଦବୀ ଓ ମହାନ ପୁରସ୍କାର ପ୍ରଦାନ କରିବେ। ସେମାନେ ରାଜାଙ୍କୁ କୋଠରୀରୁ ବାହାର କରିବାର କୌଣସି ପ୍ରଣାଳୀ ଖୋଜି ପାରିଲେ ନାହିଁ। ନିଶ୍ଚୟ ସେମାନେ ତାଙ୍କୁ ଉଠେଇ ପାରିଥାନ୍ତେ, କିନ୍ତୁ ସେମାନେ ସେମିତି କରିବାର ସାହସ କରି ପାରିନଥାନ୍ତେ। କାରଣ ରାଜାଙ୍କୁ ହାତ ଲଗାଇବାର ଅର୍ଥ ଅପରାଧ କରିବା। ସେମାନେ ସେହି କାର୍ଯ୍ୟକୁ ପୂରା କରିବାର କଥା ଉପରେ ଚର୍ଚ୍ଚା କଲେ, କିନ୍ତୁ ସେମାନେ ଜାଣିପାରିଲେ ନାହିଁ କି ତାହା କେମିତି କରିବାର ଅଛି। ଏଥିପାଇଁ ସେମାନେ ରାଜାଙ୍କୁ କହିଲେ, ଓ ରାଜା, ଆମ୍ଭମାନଙ୍କ ରାଜ୍ୟ ମହା ସମସ୍ୟାରେ ଅଛି। ଦୟାକରି ଶୀଘ୍ର ବାହାରକୁ ଆସନ୍ତୁ। ରାଜା ବାହାରକୁ ଆସିଲେ ନାହିଁ। ରାଜା ସେମାନଙ୍କ ବୁଦ୍ଧିକୁ ପରୀକ୍ଷା କରିବା ନିମନ୍ତେ ଏକ ଯୁକ୍ତିହୀନ ମାଗିଲେ। ଏଥିପାଇଁ ସେ ବାହାରକୁ ନ ଆସିବାର ନିର୍ଣ୍ଣୟ କଲେ। ମହାମହିମା ଶତ୍ରୁମାନେ ଆମ୍ଭମାନଙ୍କୁ ଉତ୍ତର ପ୍ରାନ୍ତରେ ଆକ୍ରମଣ କରିଛନ୍ତି। ଦୟାକରି ଶୀଘ୍ର ହିଁ ବାହାରକୁ ଆସନ୍ତୁ। ରାଜା 1 ଇଞ୍ଚ ମଧ୍ୟ ହଲିଲେ ନାହିଁ। ଅଧିକାରୀମାନେ ସମସ୍ତ ପ୍ରକାରର କଥା କରିବାର ନାଟକ କଲେ। ଜାଣ, ରାଜାଙ୍କ ମା ମରିଯାଇଅଛି, କିନ୍ତୁ ସବୁ କିଛି ଅସଫଳ ହେଲା। ରାଜା ବହୁତ ନିରାଶ ହୋଇଗଲେ। କ'ଣ ଏପରି କେହି ନାହିଁ ଯିଏ ମୋତେ ବାହାରକୁ ଆସିବାରେ ବାଧ୍ୟ କରିଦେବାର ବୁଦ୍ଧି ଅଛି? ସେମାନେ କେମିତି ଏହି ରାଜ୍ୟରେ ଶାସନ କରିପାରିବେ? ସେହି ଅଧିକାରୀମାନଙ୍କ ମଧ୍ୟରୁ ଜଣେ ଯିଏ ସବୁଠାରୁ ନିମ୍ନତମ ପଦବୀରେ ଥିଲା, ସେ ରାଜାଙ୍କୁ ବିନତି କଲେ, ମୋର ରାଜା, ଆମ୍ଭେ ଆପଣଙ୍କୁ କଦାପି କୋଠରୀରୁ ବାହାରକୁ ଆଣିବାରେ ବାଧ୍ୟ କରିପାରିବୁ ନାହିଁ। କିନ୍ତୁ ଯଦି ଆପଣ କୋଠରୀ ବାହାରେ ହେବେ, ତେବେ ଆମ୍ଭେମାନେ ଆପଣଙ୍କୁ ଭିତରକୁ ଯିବାରେ ବାଧ୍ୟ କରିପାରିବୁ। ରାଜା ଭାବିଲେ, ଆରେ, ଏ କ'ଣ ଏମିତି କଥା କହୁଅଛି? ମୁଁ ଏହି କୋଠରୀରୁ ବାହାରକୁ ନ ବାହାରିବା ଉପରେ ଅଛି, କିନ୍ତୁ ଯଦି ମୁଁ ବାହାରେ ରହିବି, ତେବେ ସେ ମୋତେ ଭିତରକୁ ଆସିବାରେ ବାଧ୍ୟ କରିବ। କେତେ ଅଦ୍ଭୁତ! ଠିକ୍ ଅଛି, ମୁଁ ଦେଖିବି
କି ସେ ମୋତେ କୋଠରୀର ଭିତରକୁ ଆସିବାରେ ବାଧ୍ୟ କରିପାରିବ କି ନାହିଁ। ଆଉ ରାଜା ବାହାରକୁ ଆସିଲେ। ଆପଣମାନଙ୍କ ମଧ୍ୟରୁ କିଛି ଲୋକମାନେ ଏହି କାହାଣୀକୁ ବୁଝିଲେ, କିନ୍ତୁ କେହି ନୁହେଁ। କ'ଣ ଆପଣମାନେ ଏହି କାହାଣୀକୁ ବୁଝିପାରିଲେ? ଆରମ୍ଭରେ ରାଜା ଆପଣା ଅଧିକାରୀମାନଙ୍କୁ ସେହି କୋଠରୀରୁ ବାହାରକୁ ଆସିବାରେ ବାଧ୍ୟ କରିବାକୁ କହିଲେ। କଥା ତାହା ହିଁ ଥିଲା। ଯଦ୍ୟପି ଅନ୍ୟମାନଙ୍କ କଥା ଶୁଣି ରାଜା ବାହାରକୁ ଆସିଲେ ନାହିଁ, କିନ୍ତୁ ଯେତେବେଳେ ଜଣେ ଅଧିକାରୀ କହିଲେ, ଯଦି ଆପଣ କୋଠରୀରୁ ବାହାରକୁ ଆସିବେ, ତେବେ ମୁଁ ଆପଣଙ୍କୁ କୋଠରୀ ଭିତରକୁ ଯିବା ପାଇଁ ବାଧ୍ୟ କରିପାରିବି। ରାଜା ଉଦ୍ବେଗ ହୋଇ ବାହାରକୁ ବାହାରି ଆସିଲେ। ଭାଇ ଓ ଭଉଣୀମାନେ, ଏହି ସଂସାରରେ ଅନେକ ପ୍ରକାରର ବୁଦ୍ଧି ଅଛି। ବୁଦ୍ଧି ଦ୍ୱାରା ଆମେ କଠିନ କାର୍ଯ୍ୟକୁ ସମାଧାନ କରିବାର ପ୍ରଣାଳୀ ଖୋଜିପାରିବା, ହଁ ନା? ବୁଦ୍ଧି ଦ୍ୱାରା ଆମେମାନେ ମିଥ୍ୟାରୁ ସତ୍ୟକୁ ଚିହ୍ନିବାରେ ଶକ୍ତି ମଧ୍ୟ ପାଇପାରିବା। ବୁଦ୍ଧିର ସ୍ରୋତ ପରମେଶ୍ୱର। ବାଇବଲର 66 ପୁସ୍ତକରେ ସମସ୍ତ ପ୍ରକାରର ବୁଦ୍ଧି ପକାଇ ଏହାକୁ ମନୁଷ୍ୟ ଜାତିକୁ ଦେଇଛନ୍ତି। ଆସନ୍ତୁ ଆମେମାନେ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 3 ପଦ 15 ଦେଖିବା। ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ କ'ଣ? ଜ୍ଞାନ ଦେବାକୁ ସମର୍ଥ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ପଦ 16 ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ବୁଦ୍ଧି ଦ୍ୱାରା ପରମେଶ୍ୱରଙ୍କ ଲୋକଙ୍କୁ ସିଦ୍ଧ କରିବା ନିମନ୍ତେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ ଦେଇଛନ୍ତି? ବାଇବଲ। ଏଥିପାଇଁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନକୁ ସଂସାରରେ ଜୀବନଯାପନ କରିବା ସମୟ ଓ ଅଧିକ ବୁଦ୍ଧିମାନ ହେବା ଉଚିତ। ପରମେଶ୍ୱର ବାଇବଲର ସମସ୍ତ ପ୍ରକାରର ବୁଦ୍ଧି ପକାଇ ଅଛନ୍ତି, ଯାହାଦ୍ୱାରା ଆମ୍ଭେମାନେ ଆତ୍ମିକ ଯୁଦ୍ଧରେ ମଧ୍ୟ ବିଜୟ ହୋଇପାରିବା। ଆସନ୍ତୁ ଆମ୍ଭେମାନେ କଲୋସିୟ ଅଧ୍ୟାୟ 2 ପଦ 2କୁ ଯିବା। ମୋହର ଉଦ୍ଦେଶ୍ୟ ଏହି, ଯେପରି ସେମାନଙ୍କ ହୃଦୟ ଉତ୍ସାହିତ ହୁଏ, ପୁଣି ସେମାନେ ଜ୍ଞାନର ପୂର୍ଣ୍ଣ ନିଶ୍ଚୟତା ରୂପ ସମସ୍ତ ଧନ ପ୍ରାପ୍ତ ହେବା ନିମନ୍ତେ, ଅର୍ଥାତ୍ ଈଶ୍ୱରଙ୍କ ନିଗୁଡ଼ ତତ୍ତ୍ୱ ଯେ ଖ୍ରୀଷ୍ଟ, ତାହାଙ୍କୁ ଜାଣିବା ନିମନ୍ତେ ପରସ୍ପର ପ୍ରେମରେ ସଂଯୁକ୍ତ ହୁଅନ୍ତି। ଏହି ସେହି ଖ୍ରୀଷ୍ଟଙ୍କଠାରେ କ'ଣ? ଜ୍ଞାନ ଓ ବୁଦ୍ଧି ରୂପ ସମସ୍ତ ଧନ ନିହିତ ଅଛି। ଅନ୍ୟ ଶବ୍ଦରେ, ଯେଉଁମାନେ ପରମେଶ୍ୱର ସହିତ ସାକ୍ଷାତ ହୋଇଅଛନ୍ତି, ସେମାନେ ବୁଦ୍ଧିମାନ ହୋଇପାରିବେ। ଆମ୍ଭେମାନେ ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହୋଇଅଛୁ। ବୁଦ୍ଧିମାନ ହେବାର ପ୍ରଣାଳୀ ଏହା କି ଆମ୍ଭେମାନେ ଆପଣା ସ୍ୱୟଂର ବିଚାର ଓ ଜିଦ୍ଦି ପ୍ରଣାଳୀର ବ୍ୟତୀତ ପରମେଶ୍ୱରଙ୍କ ସମସ୍ତ ବାକ୍ୟର ପାଳନ କରିବା, ହଁ ନା? କାହିଁକି? କାରଣ ପରମେଶ୍ୱରଙ୍କଠାରେ କ'ଣ ଗୁପ୍ତ ହୋଇଅଛି? ପରମେଶ୍ୱରଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଭଣ୍ଡାର ଗୁପ୍ତ ହୋଇଅଛି। ଏଥିପାଇଁ ପରମେଶ୍ୱରଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା, ପରମେଶ୍ୱରଙ୍କ ପ୍ରଦର୍ଶିତ ଦିଗର ଅନୁସରଣ କରିବା ଓ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ବସ୍ତୁକୁ ଅମଳରେ ନେଇ ଆସିବା ସବୁଠାରୁ ଦୟାଳୁ ଓ ବୁଝିବାର ପ୍ରକାର ଅଛି। ତେବେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବା ଲୋକଙ୍କ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ମାମଲା ଅଟେ। ଏହା ଏଥିପାଇଁ କାରଣ ପରମେଶ୍ୱରଙ୍କ ପ୍ରସ୍ତୁତ କରାଯାଇଥିବା ଉଦ୍ଧାରର ମାର୍ଗକୁ ମନୁଷ୍ୟଙ୍କ ବୁଦ୍ଧି ଓ ଜ୍ଞାନ ଦ୍ୱାରା କେହି ମଧ୍ୟ ଖୋଜିପାରିବେ ନାହିଁ। ଯଦି ପରମେଶ୍ୱର ସ୍ୱୟଂ ଆସି ଶିକ୍ଷା ନ ଦିଅନ୍ତି, ତେବେ ଉଦ୍ଧାର ପାଇବାର ବୁଦ୍ଧି କେହି ପାଇପାରିବେ ନାହିଁ। ଏଥିପାଇଁ ସବୁଠାରୁ ବୁଦ୍ଧିମାନ ଲୋକ ସେମାନେ ଅଟନ୍ତି ଯେଉଁମାନେ ପରମେଶ୍ୱରଙ୍କୁ ଖୋଜନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ଖୋଜନ୍ତି, ସେମାନେ ପୃଥିବୀରେ ଆସିଥିବା ପରମେଶ୍ୱରଙ୍କୁ ଚିହ୍ନି ତାଙ୍କ ସହିତ ସାକ୍ଷାତ କରିପାରିବେ। ଯୋହନ ଅଧ୍ୟାୟ 1 ପଦ 14 ଲେଖା ଅଛି କି ସେ ଆମ୍ଭମାନଙ୍କ ସହିତ ଅଛନ୍ତି ଓ ଆମ୍ଭମାନଙ୍କ ମଧ୍ୟରେ ନିବାସ କରନ୍ତି। ଲୋକ ସଂଖ୍ୟା ପ୍ରଚୁର ମାତ୍ରାରେ ବୃଦ୍ଧି ହେଉଅଛି। ପ୍ରଥମେ 7 ଆରବ ଥିଲେ, ଏବେ 7.7 ଆରବ ହୋଇଅଛନ୍ତି। ଦୁନିଆର ଲୋକ ସଂଖ୍ୟା ପ୍ରଚୁର ମାତ୍ରାରେ ବୃଦ୍ଧି ହେଉଅଛି।
ଏହି 7.7 ଆରବ ଲୋକଙ୍କ ମଧ୍ୟରେ ଯେ ପରମେଶ୍ୱରଙ୍କୁ ଚିହ୍ନି ପାରନ୍ତି ସେମାନେ ସବୁଠାରୁ ବୁଦ୍ଧିମାନ ଲୋକ ଅଟନ୍ତି। କ'ଣ ଆମେମାନେ ଯୋହନ ଅଧ୍ୟାୟ 1 ଦେଖିବା? ଖ୍ରୀଷ୍ଟଙ୍କ ପାଖରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଅଛି। ଯେତେବେଳେ ଆମେମାନେ ଖ୍ରୀଷ୍ଟଙ୍କୁ ଚିହ୍ନିବା ତେବେ ଆମମାନଙ୍କ ଜୀବନ ବୁଦ୍ଧିରେ ପରିପୂର୍ଣ୍ଣ ହୋଇଯିବ। ଆସନ୍ତୁ ଆମେମାନେ ଯୋହନ ଅଧ୍ୟାୟ 1 ପଦ 10କୁ ଯିବା। ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ସେ ଜଗତର ସୃଷ୍ଟିକର୍ତ୍ତା ଅଟନ୍ତି। ଜଗତ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ତଥାପି ଜଗତ ତାଙ୍କୁ କ'ଣ ଚିହ୍ନିଲା ନାହିଁ। ଯଦିଓ ସେମାନେ ଆପଣା ଆଖି ଯେତେ ହିଁ ବ୍ୟାପକ ରୂପରେ ଖୋଲନ୍ତି ନା କାହିଁକି, ସ୍ୱର୍ଗର ବୁଦ୍ଧି ଓ ଜ୍ଞାନ ତଥା ପରମେଶ୍ୱର ଦ୍ୱାରା ଉଦ୍ଧାର ବିନା ପରମେଶ୍ୱରଙ୍କୁ କେହି ମଧ୍ୟ ଚିହ୍ନି ପାରିବେ ନାହିଁ। ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ଯଦି ହିଁ ସେ ଜଗତରେ ଥିଲେ, ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଖ୍ରୀଷ୍ଟ ଥିଲେ, ଯାହାଙ୍କ ପାଖରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଅଛି, କିନ୍ତୁ ଲୋକମାନେ ତାହାଙ୍କୁ ଚିହ୍ନିଲେ ନାହିଁ। ଯେତେବେଳେ ପରମେଶ୍ୱର ଏହି ପୃଥିବୀରେ ଆସିବେ, ସେ କେଉଁ ଚର୍ଚ୍ଚରେ ନିବାସ କରିବେ? ସେ କେଉଁ ସତ୍ୟକୁ ପୁନଃସ୍ଥାପିତ କରିବେ? ସେ କେଉଁ ଦେଶରେ ଆସିବେ? ସେ କେବେ ଆସିବେ? ସେ କେଉଁ ରୂପରେ ଆସିବେ? ଆମେମାନେ ତାହାଙ୍କ ସମସ୍ତ ବୁଦ୍ଧି କେଉଁଠାରୁ ପାଇପାରିବା? ତାହା ଏଠାରେ ଅଛି। ଏଥିପାଇଁ ଆମେମାନେ ବାଇବଲର ଅଧ୍ୟୟନ କରିବା ଉଚିତ। କିନ୍ତୁ ଏହା ନୁହେଁ କାରଣ ଆମେମାନେ ବାଇବଲର ଅଧ୍ୟୟନ କରୁ ତେବେ ସବୁକିଛି ଜାଣିପାରିବା। ଏପରି ଲେଖା ଅଛି କି ଅନ୍ତିମ ଦିନରେ ପିତା ଓ ମାତା ସିଓନରେ ଆସି ଆମ୍ଭମାନଙ୍କୁ କ'ଣ କରିବେ? ଆମ୍ଭମାନଙ୍କୁ ଜ୍ଞାନ ଶିଖାଇବେ। ଆମେମାନେ ତାଙ୍କର ଶିକ୍ଷା ଗ୍ରହଣ କରିବା ପଶ୍ଚାତ୍ ହିଁ ଆମ୍ଭମାନଙ୍କର ଆଖି ବ୍ୟାପକ ରୂପରେ ଖୋଲିପାରିବ। ଡିମିରି ବୃକ୍ଷର ଦୃଷ୍ଟାନ୍ତର ଅର୍ଥ ଏହା ଥିଲା। ପରମେଶ୍ୱରଙ୍କ ମୁଦ୍ରାଙ୍କିତ କରିବାର କାର୍ଯ୍ୟ ପୂର୍ବରୁ ଆରମ୍ଭ ହେବ। ପୂର୍ବର ଅର୍ଥ ଏହି ଦେଶ ଅଟେ। ଡିମିରି ବୃକ୍ଷର ଡାଳ ସରସ ହୋଇ ପଲ୍ଲବିତ ହୋଇଯିବା ଓ ତାହାର ପତ୍ର ବାହାରିବାର ଭବିଷ୍ୟବାଣୀର ବର୍ଷ 1948। ଏହି ସମସ୍ତ ପରମେଶ୍ୱର ବୁଦ୍ଧିମାନ ଲୋକଙ୍କୁ ଚିହ୍ନିବା ନିମନ୍ତେ ପ୍ରସ୍ତୁତ କଲେ। ଏହା ପରମେଶ୍ୱରଙ୍କ ପ୍ରବନ୍ଧ ଅଟେ। କାହାଣୀରେ ରାଜାକୁ କିଏ କୋଠରୀରୁ ଆସିବାରେ ବାଧ୍ୟ କଲେ? ଅଧିକାରୀମାନେ ତାଙ୍କୁ ଧମକ ଦେଲେ, ନା ତ ତାଙ୍କୁ ରାଜି କଲେ, ନା ତାଙ୍କୁ ତତ୍କାଳ ବିଷୟ ଜଣାଇଲେ। କିନ୍ତୁ ରାଜା କଦାପି ଟିକିଏ ମଧ୍ୟ ହଲିଲେ ନାହିଁ। କିନ୍ତୁ ଯେତେବେଳେ ଜଣେ ଅଧିକାରୀ ରାଜାଙ୍କୁ କହିଲେ, ଓହ ରାଜା, ଆମେମାନେ ଆପଣଙ୍କୁ କୋଠରୀରୁ ବାହାର କରିପାରିବୁ ନାହିଁ, କିନ୍ତୁ ଯଦି ଆପଣ ବାହାରେ ଥିବେ ତେବେ ଆମେ ଆପଣଙ୍କୁ କୋଠରୀ ଭିତରକୁ ଯିବା ପାଇଁ ବାଧ୍ୟ କରିପାରିବୁ। ରାଜା ଭାବିଲେ, ସତରେ? ମୁଁ ଦେଖିବି ସେ ମୋତେ କୋଠରୀ ଭିତରକୁ ଆସିବା ପାଇଁ ବାଧ୍ୟ କରିପାରିବ ନା ନାହିଁ। ଆଉ ସେ କୋଠରୀରୁ ବାହାରି ଆସିଲେ ଓ ଖେଳ ଶେଷ ହୋଇଗଲା। କ'ଣ ରାଜାଙ୍କୁ କୋଠରୀରୁ ବାହାରିବାକୁ ଆସିବାକୁ ବାଧ୍ୟ କରିବା ଏକ ମହାନ ବୁଦ୍ଧି ନଥିଲା? ପରମେଶ୍ୱର ଉଦ୍ଧାରର ସମ୍ପୂର୍ଣ୍ଣ ବୁଦ୍ଧି ବାଇବେଲର 66 ପୁସ୍ତକରେ ରଖିଛନ୍ତି। ବୁଦ୍ଧିର ସ୍ରୋତ କିଏ ଅଟନ୍ତି? ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ କାହା ପାଖରେ ଅଛି? ଆମମାନଙ୍କ ଖ୍ରୀଷ୍ଟ, ଆମମାନଙ୍କ ପରମେଶ୍ୱରଙ୍କ ପାଖରେ ଅଛି। ଯେଉଁମାନେ ପରମେଶ୍ୱରଙ୍କ ସହିତ ସାକ୍ଷାତ ହୁଅନ୍ତି, କ'ଣ ସେମାନେ ବୁଦ୍ଧି ଓ ଜ୍ଞାନର ସମସ୍ତ ରହସ୍ୟ ଜାଣିଛନ୍ତି କି ନାହିଁ? ଆଜ୍ଞା ହଁ, ସେମାନେ ଜାଣିପାରିବେ। ମିଖା ଅଧ୍ୟାୟ 4 କହୁଅଛି କି ଅନ୍ତିମ ଦିନରେ ସେ ଆମମାନଙ୍କୁ ଆପଣା ପଥ ଶିଖାଇବେ, ଯାହାଦ୍ୱାରା ସେମାନେ ସମସ୍ତେ ଯେଉଁମାନେ ପରମେଶ୍ୱର ସହିତ ସାକ୍ଷାତ ହୁଅନ୍ତି ଉଦ୍ଧାରର ବୁଦ୍ଧି ଓ ଜ୍ଞାନ ଦ୍ୱାରା ସଙ୍ଗତ ପ୍ରତ୍ୟେକ କଥା ଶିଖିପାରିବେ। ପୁଣି ଯେତେବେଳେ ପରମେଶ୍ୱର ଶରୀର ପରିଧାନ କରି ଏହି ପୃଥିବୀରେ ଆସିବେ, ତେବେ ଆମ୍ଭେ ତାଙ୍କ ସହିତ ସାକ୍ଷାତ ହେବା ପାଇଁ କେଉଁଠାକୁ ଯିବା ଦରକାର? ଆମ୍ଭେ ଏହି କଥା ଉପରେ ଗମ୍ଭୀରତା ଭାବରେ ବିଚାର କରିବା ଉଚିତ। ଆମ୍ଭେମାନେ ପରମେଶ୍ୱର ସହିତ ଅବଶ୍ୟ ସାକ୍ଷାତ ହେବା ଉଚିତ। ପରମେଶ୍ୱର ସମ୍ପୂର୍ଣ୍ଣ ବୁଦ୍ଧି ଓ ଜ୍ଞାନର ସ୍ରୋତ ଅଟନ୍ତି ଓ
ପରମେଶ୍ୱର ସହିତ ସାକ୍ଷାତ କରିବା ଲୋକଙ୍କ ଠାରୁ ଅଧିକ ଉଦ୍ଧାରର ପଥ କେହି ମଧ୍ୟ ଜାଣିପାରିବେ ନାହିଁ। ପରମେଶ୍ୱରଙ୍କ ପୃଥିବୀରେ ଆସିବାରେ ଏହି ପୃଥିବୀରେ ଜନ୍ମ ନେଉଥିବା ସମସ୍ତ ଲୋକମାନେ ତାଙ୍କୁ ସହଜରେ ଚିହ୍ନି ପାରିବେ ନାହିଁ। ପରମେଶ୍ୱର ସାମାନ୍ୟ ରୂପରେ ଆସନ୍ତି। ଏଥିପାଇଁ କେବଳ ସେମାନେ ଯେଉଁମାନଙ୍କ ଆଖି ସେ ଖୋଲିଦେଲେ ତାଙ୍କୁ ଚିହ୍ନି ପାରିବେ। ଯେତେବେଳେ କେହି ତାଙ୍କୁ କହିଲେ ମୋ କବାଟ ଠିକ୍ କରିଦିଅନ୍ତୁ, ତେବେ ସେ କବାଟ ତିଆରି କଲେ ଓ ତାହା ସଂଯୁକ୍ତ କଲେ। ତେବେ କେହି ତାଙ୍କୁ କହିଲେ ଦୟାକରି ଘର ନିର୍ମାଣ କରିଦିଅନ୍ତୁ, ତେବେ ସେ ବଢ଼ାଇ ଭାବରେ ତାହା କଲେ। କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କୁ ଚିହ୍ନିଲେ ସେମାନେ ଅନନ୍ତ ଜୀବନ ଖୋଜି ପାରିଲେ ଓ ତାହାଙ୍କ ଶିକ୍ଷାକୁ ଶିଖିପାରିଲେ। ସେହି ପ୍ରକାର ସେମାନେ ଅନନ୍ତ ସ୍ୱର୍ଗ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଲେ। ହଁ ନା? ଏହା ଏଥିପାଇଁ କାରଣ ସେଥିରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଗୁପ୍ତ ହୋଇଅଛି। ଏପରି ଲେଖା ଅଛି କି ଅନ୍ତିମ ଦିନରେ ଖ୍ରୀଷ୍ଟଙ୍କୁ ଏହି ପୃଥିବୀରେ ଆସିବା ଦରକାର, ଯାହାର ଅର୍ଥ ସେ ଶରୀରରେ ଆସୁଛନ୍ତି। ବାସ୍ତବରେ ଆତ୍ମିକ ରୂପରେ ସେ ସବୁ ସ୍ଥାନରେ ଆମମାନଙ୍କ ସହିତ ଅଛନ୍ତି। ଆମେରିକାରେ ଓ ପୁରା ବ୍ରହ୍ମାଣ୍ଡରେ ମଧ୍ୟ ଆତ୍ମିକ ପ୍ରାଣୀ ରୂପରେ ପରମେଶ୍ୱରଙ୍କ ଅସ୍ତିତ୍ୱ ସବୁ ସ୍ଥାନରେ ଅଛି। କିନ୍ତୁ ସେ ଆମମାନଙ୍କ ସହିତ ଅଛନ୍ତି ଓ ସେ ଏହି ପୃଥିବୀରେ ଦ୍ୱିତୀୟ ଥର ଆସିବେ। ଏହି ଅଭିବ୍ୟକ୍ତିର ଅର୍ଥ ଏହା ନୁହେଁ କି ସେ ଏହି ପୃଥିବୀରେ ଆତ୍ମିକ ସ୍ଥିତିରେ ଆସୁଛନ୍ତି। ଆତ୍ମିକ ରୂପରେ ସେ ପ୍ରତ୍ୟେକ ସମୟ ଆମମାନଙ୍କ ସହିତ ଅଛନ୍ତି। ସେ ଆସୁଛନ୍ତି ର ଅର୍ଥ ସେ ଶରୀରରେ ଆସୁଛନ୍ତି। ହଁ ନା? ଏବ୍ରୀ ଅଧ୍ୟାୟ 9 ପଦ 27 ଓ 28 କହିଥାଏ କି ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ମିଖା ଅଧ୍ୟାୟ 4 କହିଥାଏ କି ଅନ୍ତିମ ଦିନରେ ସେ ଆମମାନଙ୍କୁ ଆପଣା ପଥ ଶିଖାଇବେ। ବାଇବଲ ଯାହା ଆମମାନଙ୍କୁ ଜ୍ଞାନ ଶିଖାଉଅଛି କହୁଅଛି କି ପରମେଶ୍ୱର ନିଶ୍ଚୟ ହିଁ ଆସିବେ। ତେବେ ପରମେଶ୍ୱର ସହିତ ସାକ୍ଷାତ ନିମନ୍ତେ ଆମମାନଙ୍କୁ କେଉଁଠାକୁ ଯିବା ଉଚିତ? ଆମମାନଙ୍କୁ ସେହି ସ୍ଥାନକୁ ଖୋଜିବା ଉଚିତ ଯେଉଁଠି ସେ ନିବାସ କରନ୍ତି। ଆସନ୍ତୁ ଆମେମାନେ ଏହା ଜାଣିବା ନିମନ୍ତେ କି ଯେତେବେଳେ ପରମେଶ୍ୱର ଏହି ପୃଥିବୀରେ ଆସୁଛନ୍ତି ତେବେ ସେ କେଉଁଠାରେ ନିବାସ କରନ୍ତି। ଗୀତ ସଂହିତା ଅଧ୍ୟାୟ 132ର ବାକ୍ୟକୁ ଦେଖିବା। ପଦ 13 କହୁଅଛି କି କାରଣ ସଦାପ୍ରଭୁ କାହାକୁ ମନୋନୀତ କରିଛନ୍ତି? ସିୟନକୁ ମନୋନୀତ କରିଛନ୍ତି। ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଛନ୍ତି। ତାହା ସିୟନ ଅଟେ, ଯାହା ପରମେଶ୍ୱର ମନୋନୀତ କରିଛନ୍ତି ଓ ଯାହା ଆପଣା ନିବାସ ନିମନ୍ତେ ମନୋନୀତ କରିଛନ୍ତି। ପଦ 14 କହୁଅଛି ଏହା ଚିରକାଳ ଆମ୍ଭର ବିଶ୍ରାମ ସ୍ଥାନ ଅଟେ। ଏଠାରେ ଆମ୍ଭେ ବାସ କରିବା କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ। ପରମେଶ୍ୱର ସିୟନକୁ ଆପଣା ନିବାସ ନିମନ୍ତେ ମନୋନୀତ କରିଛନ୍ତି। ଏହାର ଅର୍ଥ କି ଏହା ତାଙ୍କର ଘର। ହଁ ନା? ଆପଣଙ୍କ ସହିତ ସାକ୍ଷାତ ହେବା ନିମନ୍ତେ ମୋ ପାଇଁ ସବୁଠାରୁ ସମ୍ଭାବ୍ୟ ସ୍ଥାନ କେଉଁଠି? ମୁଁ ଆପଣଙ୍କ ସହିତ ସେହି ସମୟରେ ସାକ୍ଷାତ ହୋଇପାରିବି ଯେତେବେଳେ ମୁଁ ଆପଣଙ୍କ ଘର ଯାଉଅଛି। ଆମ୍ଭେମାନେ ପରମେଶ୍ୱର ସହିତ ସାକ୍ଷାତ ହେବା ପାଇଁ କେଉଁଠି ଯିବା ଉଚିତ? ପରମେଶ୍ୱରଙ୍କ ଘରେ ଆମ୍ଭେମାନେ ସବୁଠାରୁ ଅଧିକ ସମ୍ଭାବନାର ସହିତ ତାଙ୍କ ସହିତ ସାକ୍ଷାତ ହୋଇପାରିବା। ତେବେ କ'ଣ ପରମେଶ୍ୱର ସହିତ ସାକ୍ଷାତ ନିମନ୍ତେ ସିୟନକୁ ଖୋଜିବା ସର୍ବୋତ୍ତମ ପ୍ରଣାଳୀ ନୁହେଁ? ବାଇବଲ ଯେଉଁଥିରେ ପରମେଶ୍ୱରଙ୍କ ବାକ୍ୟ ନିହିତ ଅଛି ଓ ଯାହା ଆମମାନଙ୍କୁ ଉଦ୍ଧାର ପାଇବାରେ ବୁଦ୍ଧିମାନ କରୁଅଛି, ଆମ୍ଭମାନଙ୍କୁ ଏହି ପ୍ରକାରର ବୁଦ୍ଧି ପର୍ଯ୍ୟନ୍ତ ପହଞ୍ଚାଉଅଛି। ଏହା କହୁଅଛି କି ଆମ୍ଭେ ସିୟନରେ ପରମେଶ୍ୱର ସହିତ ସାକ୍ଷାତ ହୋଇପାରିବା। ତେବେ ସିୟନ କ'ଣ? ଆସନ୍ତୁ ଆମେମାନେ ଜିସାୟ ଅଧ୍ୟାୟ 33 ଦେଖିବା। ପଦ 20 କହୁଅଛି ଆମମାନଙ୍କୁ ପବିତ୍ର କ'ଣ? ପବିତ୍ର ସଭାସ୍ଥାନ ସିୟନ ନଗର ପ୍ରତି ଦୃଷ୍ଟି କର। ତୁମ୍ଭର ଚକ୍ଷୁ ଶାନ୍ତିମୟ ବସିତି ସ୍ଥାନ ଜେରୁସଲେମକୁ ଦେଖିବ। ତାହା ଅଟଳ ତମ୍ବୁ ସ୍ୱରୂପ। ତହିଁର କିଡ଼ା ସବୁ କେବେ ଉପଡ଼ା ଯିବ ନାହିଁ, କିଅବା ତହିଁର କୌଣସି ରଜ୍ଜୁ ଛିଡ଼ିବ ନାହିଁ। ପଦ 21 ମାତ୍ର ସେଠାରେ ଅର୍ଥାତ୍ ସିୟନରେ ସଦାପ୍ରଭୁ ପ୍ରତାପରେ ଆମମାନଙ୍କର ସହବର୍ତ୍ତୀ ହେବେ। ପ୍ରଶସ୍ତ ନଦ ନଦୀ ଓ ସ୍ରୋତ ସମୂହର ସ୍ଥାନ ସ୍ୱରୂପ ହେବ। ସେ ସ୍ଥାନରେ ଆହୁଲାଯୁକ୍ତ କୌଣସି ପୋତ ଗମନ କରିବ ନାହିଁ, କିଅବା ଭୟଙ୍କର ଜାହାଜ ତାହା ପାର ହେବ ନାହିଁ। କାରଣ ସଦାପ୍ରଭୁ ଆମମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମମାନଙ୍କର ରାଜା। ସେ ଆମମାନଙ୍କର କ'ଣ କରିବେ? ସେ ଆମମାନଙ୍କର ପରିତ୍ରାଣ କରିବେ। ଆମମାନଙ୍କର ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର କେଉଁଠି ନିବାସ କରନ୍ତି? ବାଇବେଲ କହୁଅଛି ପରମେଶ୍ୱର ସିୟନରେ ନିବାସ କରନ୍ତି ଓ ଆମ୍ଭମାନଙ୍କର ଉଦ୍ଧାର କରନ୍ତି।
ଆତ୍ମିକ ରୂପରେ ଯେଉଁଠି ପରମେଶ୍ୱରଙ୍କ ପର୍ବ ନାହିଁ, କ'ଣ ସେହି ସ୍ଥାନ ସିଓନ ହୋଇପାରିବ? ନାହିଁ, ତାହା ହୋଇପାରିବ ନାହିଁ। ଲେବି ପୁସ୍ତକ ଅଧ୍ୟାୟ 23 ବର୍ଣ୍ଣନା କରେ, ଏହିସବୁ ସଦାପ୍ରଭୁଙ୍କର ସ୍ଥାପିତ ପର୍ବ। ଆଉ ସାପ୍ତାହିକ ପର୍ବ କ'ଣ? ବିଶ୍ରାମ ଦିନ। କିନ୍ତୁ ଆଜିକାଲି ଦୁନିଆରେ ଚର୍ଚ୍ଚ ରବିବାରର ଆରାଧନା କରନ୍ତି। କ'ଣ ତାହା ସିଓନ ଅଟେ କି ନାହିଁ? ପରମେଶ୍ୱର ସେଠାରେ ନିବାସ କରନ୍ତି ନାହିଁ। କ'ଣ ଆମ୍ଭେମାନେ ସ୍ପଷ୍ଟତାରେ ନ୍ୟାୟ କରିପାରିବା କି ସେଠାରେ ପରମେଶ୍ୱର ନାହାନ୍ତି? ସର୍ବପ୍ରଥମ ବାର୍ଷିକ ପର୍ବ କ'ଣ ଅଟେ? ନିସ୍ତାର ପର୍ବ ଅଟେ। ତାହାପରେ ଖମିର ଶୂନ୍ୟ ରୁଟିର ପର୍ବ, ପୁଣି ପ୍ରଥମ ଫଳର ଦିନ, ସାପ୍ତାହିକ ପର୍ବ। ତାହାପରେ ତୁରିଧୁନିର ପର୍ବ, ପ୍ରାୟଶ୍ଚିତ୍ତର ଦିନ, ପୁଣି ପତ୍ରକୁଟିର ପର୍ବ। ଲେବି ପୁସ୍ତକ ଅଧ୍ୟାୟ 23 ପରମେଶ୍ୱରଙ୍କ ପର୍ବର ବର୍ଣ୍ଣନା କରିଥାଏ। ଏହା କହିଥାଏ, ଏହିସବୁ ସଦାପ୍ରଭୁଙ୍କର ସ୍ଥାପିତ ପର୍ବ। ଆଜି ପୃଥିବୀରେ କେଉଁ ଚର୍ଚ୍ଚ ଏହି ପର୍ବଗୁଡ଼ିକୁ ପାଳନ କରୁଅଛି? ଚର୍ଚ୍ଚ ଅଫ୍ ଗଡ୍। ତେବେ ଭାଇ ଓ ଭଉଣୀମାନେ, ଆମମାନଙ୍କୁ ଶୀଘ୍ର ଅନୁଭବ କରିବା ଉଚିତ, ଚର୍ଚ୍ଚ ଅଫ୍ ଗଡ୍ ବାଇବେଲରେ ବର୍ଣ୍ଣିତ ସିଓନ ଅଟେ। ସିଓନରେ କିଏ ନିବାସ କରନ୍ତି? ପରମେଶ୍ୱର ନିବାସ କରନ୍ତି। ତେବେ ଆମ୍ଭେ ପରମେଶ୍ୱରଙ୍କ ଠାରୁ, ଯାହାଙ୍କ ପାଖରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଅଛି, କେଉଁଠି ସାକ୍ଷାତ କରିପାରିବା? ସିଓନରେ। ଆମ୍ଭେ ପରମେଶ୍ୱରଙ୍କୁ ସିଓନରେ ସାକ୍ଷାତ କରିପାରିବା। ଆମ୍ଭେ ଉଦ୍ଧାରର ବୁଦ୍ଧି ଓ ଜ୍ଞାନ ବିଷୟରେ ଶିକ୍ଷା କରିପାରିବା। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କରିବା ଉଚିତ, କାରଣ ସେ ଆମ୍ଭମାନଙ୍କୁ ଉଦ୍ଧାର ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ପରମେଶ୍ୱରଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଗୁପ୍ତ ହୋଇଅଛି। ଯଦି ଆମ୍ଭେ ପରମେଶ୍ୱର ଓ ତାହାଙ୍କ ବୁଦ୍ଧିକୁ ସ୍ୱୀକାର କରିବାରେ ବିଫଳ ରହିବା, ତେବେ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର କେବେ ମଧ୍ୟ ପାଳନ କରିପାରିବା ନାହିଁ। ଏଥିପାଇଁ ହିତୋପଦେଶ ଅଧ୍ୟାୟ 3 କହିଥାଏ କି ଆମ୍ଭେମାନେ ପରମେଶ୍ୱରଙ୍କୁ ମାର୍ଗ କରି ସମସ୍ତ କାର୍ଯ୍ୟ କରିବା ଉଚିତ। ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ମାନ୍ୟତା ଦେଇନଥାଉ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ଅବଜ୍ଞା କରିଥାଉ। ଅନ୍ୟ ଶବ୍ଦରେ, ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ବିଶ୍ୱାସ କରିନଥାଉ, ତେବେ ଆମ୍ଭେ ପରମେଶ୍ୱରଙ୍କ ପ୍ରଦର୍ଶନ ମାର୍ଗକୁ ସ୍ୱୀକାର କରିନଥାଉ। କେବେ କେବେ ଆପଣ ଚିନ୍ତା କରିପାରନ୍ତି କି ଯଦି ଆପଣ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କରନ୍ତି, ତେବେ ଆପଣଙ୍କୁ କ୍ଷତି ହେବ। କିନ୍ତୁ ଏଥିରେ ସର୍ବଦା ପରମେଶ୍ୱରଙ୍କ ଇଚ୍ଛା ଅଛି। ରୋମାନ୍ସ ଅଫ୍ ଦ ଥ୍ରୀ କିଙ୍ଗଡମ୍ ନାମକ ଚୀନୀ ଉପନ୍ୟାସରେ ଏକ ଏପରି ଭାଗ ଅଟେ। ମିତ୍ର ଦେଶର ସେନାମାନଙ୍କ ଜଣେ ସେନାପତି ଝୁଙ୍ଗ ଲିଆଙ୍କୁ ଘୃଣା କରୁଥିଲା। ସେ ଚିନ୍ତା କଲା କି ମୁଁ କେମିତି ତାହା ଉପରେ ଦୋଷ ପ୍ରମାଣ କରିବି ଓ ତାହାକୁ ହଟାଇ ଦେବି। ସେମାନେ ଗୋଟିଏ ହିଁ ପକ୍ଷରେ ଥିଲେ। ତାହା ନିମନ୍ତେ ଏପରି ପ୍ରତିଭାଶାଳୀ ବ୍ୟକ୍ତିର ସହିତ ରହିବା କେତେ ଭଲ ହୁଅନ୍ତା, କିନ୍ତୁ ସେ ଝୁଙ୍ଗ ଲିଆଙ୍କୁ ବହୁତ ଘୃଣା କଲା। ମିତ୍ର ରାଷ୍ଟ୍ରର ସେନାମାନଙ୍କ ସେନାପତି ରୂପରେ ସେ ଝୁଙ୍ଗ ଲିଆଙ୍କୁ କିଛି ମାଗିଲେ। ଆମ୍ଭମାନଙ୍କୁ ସହସ୍ର ତୀରର ଆବଶ୍ୟକତା ହେବ। କ'ଣ ତୁମ୍ଭେ ତାହା ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବ? ଯେତେବେଳେ ଝୁଙ୍ଗ ଲିଆଙ୍କ କଥା ଆସେ, ତେବେ ଆପଣଙ୍କ ମନରେ ସବୁଠାରୁ ପ୍ରଥମେ କ'ଣ ଆସେ? କ'ଣ ଏହା ଏକ ବୁଦ୍ଧିମାନ ବ୍ୟକ୍ତିର ପ୍ରତୀକ ନୁହେଁ? ଯଦି ସଲୋମନ ପଶ୍ଚିମରେ ଅଛି, ତେବେ ଝୁଙ୍ଗ ଲିଆଙ୍ଗ ପୂର୍ବରେ। ଝୁଙ୍ଗ ଲିଆଙ୍ଗ କହିଲା, ଏହା ବହୁତ ସହଜ ଅଟେ, ଆଉ ତାହାର ଭିକ୍ଷା ସ୍ୱୀକାର କଲା। ପୁଣି ତାହାଙ୍କ ସମସ୍ତ ସୈନିକମାନେ ସଚ୍ଚୋଟତାରେ ତାହାଠାରୁ ତାହାକୁ ସ୍ୱୀକାର ନ କରିବା ପାଇଁ କହିଲେ, ଆମ୍ଭେ ଏତେ କମ୍ ସମୟରେ ଏତେ ତୀର କେମିତି ପ୍ରସ୍ତୁତ କରିପାରିବା? ଆମ୍ଭକୁ ତୀର ନିମନ୍ତେ କାଠ ନେଇ ଆସିବା ପାଇଁ ମଧ୍ୟ ବହୁତ ସମୟ ଦରକାର। ଆମ୍ଭେ ତୀର ପ୍ରସ୍ତୁତ କରିବାର କାମ କେବେ ପୂରା କରିପାରିବା? ସେନାପତି ଯେ ଅନୁରୋଧ କରିଥିଲା, କହିଲେ, ଯଦି ତୁମ୍ଭେ ବିଫଳ ହୋଇଯାଅ, ତେବେ ମୁଁ ସୈନ୍ୟ ଆଦେଶର ଅବହେଳାର ଅପରାଧରେ ତୁମ୍ଭ ମସ୍ତକ କାଟିଦେବି। ଏଥିରେ ଝୁଙ୍ଗ ଲିଆଙ୍ଗ ତାହାଙ୍କ ରାଜି ହେଲେ। ଯଦିଓ ନିର୍ଦ୍ଧାରିତ ତାରିଖ ପାଖେଇ ଆସୁଥିଲା, କିନ୍ତୁ ଝୁଙ୍ଗ ଲିଆଙ୍ଗ କେବଳ ପିଇବାର ଆନନ୍ଦ ନେଲା। କିନ୍ତୁ ନିର୍ଦ୍ଧାରିତ ଦିନ ଆସିବାର ଗୋଟିଏ ରାତି ପୂର୍ବେ ସେ ଶତ୍ରୁ ଶିବିର ଆଡ଼କୁ ଚାଲିଗଲା। ନୌକା ଚାଳନା କରିବା ସମୟରେ ସେ ଆପଣା ସୈନିକମାନଙ୍କୁ ଅପ୍ରତ୍ୟାଶିତ ଆକ୍ରମଣ କରିବାର ନାଟକ କରୁଥାଇ ଢୋଲ ବଜାଇବାକୁ କହିଲେ। ଢୋଲ ଶବ୍ଦର ସହିତ ସେମାନେ ଶତ୍ରୁର ଚତୁଃପାର୍ଶ୍ୱରେ ନୌକା ଚାଳନ କଲେ।
କିନ୍ତୁ ନୌକା ପାଡ଼ ଦ୍ୱାରା ଆଚ୍ଛାଦିତ ହୋଇଥିଲା। ଅନ୍ଧକାର ରାତ୍ରିରେ କେବଳ ନୌକାର ଆକାର ଦେଖାଗଲା, ଆଉ ଶତ୍ରୁମାନେ କେବଳ ତୀର ମାରିଲେ। ସେହି ରାତ୍ରି ସେ ଅନେକ ତୀର ଏକତ୍ର କଲେ ଓ ଆପଣା ଶିବିରରେ ଫେରି ଆସିଲେ ଓ ତାହା ଗଣିବାକୁ ଲାଗିଲେ। ଶେଷରେ ସେ ବହୁତ ଅଧିକ ତୀର ଏକତ୍ର କରିପାରିଲେ, ଯେତିକି ସେ ପ୍ରସ୍ତୁତ କରିବାର ପ୍ରତିଜ୍ଞା କରିଥିଲା। ଭାଇ ଓ ଭଉଣୀମାନେ, ଏହା ବୁଦ୍ଧି ଅଟେ। ମନୁଷ୍ୟଙ୍କ ବୁଦ୍ଧି ଏତେ ମହାନ ଅଟେ, ତେବେ ପରମେଶ୍ୱରଙ୍କ ବୁଦ୍ଧି ଆଉ କେତେ ମହାନ ହୋଇଥିବ ଯେ ଉଦ୍ଧାର ଆଡ଼କୁ ଆମ୍ଭମାନଙ୍କ ନେତୃତ୍ୱ କରନ୍ତି। କ'ଣ ପରମେଶ୍ୱରଙ୍କ ବୁଦ୍ଧି ଝୁଙ୍ଗ ଲିଆଙ୍ଗଙ୍କ ବୁଦ୍ଧି ଠାରୁ କମ୍ ଅଟେ? ଝୁଙ୍ଗ ଲିଆଙ୍ଗ ମଧ୍ୟ ପରମେଶ୍ୱରଙ୍କ ସୃଷ୍ଟି ମଧ୍ୟରୁ ଗୋଟିଏ, ହଁ ନା? ପରମେଶ୍ୱର ଆମମାନଙ୍କୁ ଯେଉଁ ବିଧି ଓ ଦିଗର ସୂଚନା ଦିଅନ୍ତି, ତାହା ଆମମାନଙ୍କ ଉଦ୍ଧାର ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ଆବଶ୍ୟକ ଅଟେ। ଏପରି ଚିନ୍ତା କରିବା ପରିବର୍ତ୍ତେ ମୋର ବିଚାରରେ ଏହା କରିଯାଇପାରିବ ନାହିଁ। ଏହା ବହୁତ କଠିନ ହେବ ବା ଏହା ଏତେ ଉତ୍ତମ ନଥିବ। ଆମ୍ଭେ ଏହା ମାନିବା ଉଚିତ କି ପରମେଶ୍ୱରଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଗୁପ୍ତ ହୋଇଅଛି। ହିତୋପଦେଶ ଅଧ୍ୟାୟ 3 କହିଥାଏ, ପରମେଶ୍ୱରଙ୍କୁ ସବୁ ଗତିରେ ସ୍ୱୀକାର କର। ଆମମାନଙ୍କୁ ମାନିବା ଉଚିତ କି ପରମେଶ୍ୱର ଉଦ୍ଧାରର ବୁଦ୍ଧି ଓ ଜ୍ଞାନର ସ୍ରୋତ ଅଟନ୍ତି। ଯିଶାୟା ଅଧ୍ୟାୟ 33 କହିଥାଏ, ଯେଉଁଠାରେ ପରମେଶ୍ୱର ନିବାସ କରନ୍ତି ତାହା ସିଓନ ଅଟେ, ଆଉ ଏହା କି ସିଓନରେ ପରମେଶ୍ୱରଙ୍କ ଉଦ୍ଧାରର ପ୍ରତିଜ୍ଞା ଅଛି। ଆମ୍ଭେ ଏହି ବିଷୟ ମଧ୍ୟ ଦୃଷ୍ଟି କରିପାରିବା କି ସିଓନ ସେହି ଚର୍ଚ୍ଚ ଅଟେ ଯେ ପରମେଶ୍ୱରଙ୍କ ପର୍ବ ପାଳନ କରେ। ଦୁନିଆରେ କେତେ ଚର୍ଚ୍ଚ ବିଶ୍ରାମ ଦିନ ଓ 3 ଥରରେ 7 ପର୍ବ ପାଳନ କରନ୍ତି? କେବଳ ଗୋଟିଏ ଚର୍ଚ୍ଚ ଅଛି ଯେ ଏହି ପର୍ବଗୁଡ଼ିକୁ ପାଳନ କରିଥାଏ। ତାହା କେଉଁ ଚର୍ଚ୍ଚ ଅଟେ? ତାହା ଚର୍ଚ୍ଚ ଅଫ୍ ଗଡ୍, ଯେଉଁଠି ଆମ୍ଭେମାନେ ଯାଉ। ପାଖାପାଖି 2000 ବର୍ଷ ପୂର୍ବେ ଚର୍ଚ୍ଚ ଅଫ୍ ଗଡ୍ କିଏ ଯାଉଥିଲେ? ପ୍ରେରିତ ପିତର ଗଲେ। ଆଉ କିଏ? ପ୍ରେରିତ ପାଉଲ ମଧ୍ୟ। ଏହା ସେହି ଚର୍ଚ୍ଚ ଅଟେ ଯାହାକୁ ଯୀଶୁ ସ୍ଥାପିତ କଲେ ଆଉ ଦେଖାଶୁଣା କଲେ। ଏହି ଚର୍ଚ୍ଚର ନାମ କ'ଣ ଅଟେ? ଗୌରବାନ୍ୱିତ ନାମ ଚର୍ଚ୍ଚ ଅଫ୍ ଗଡ୍। ଶେଷ ଦିନରେ ପରମେଶ୍ୱର ଆମମାନଙ୍କ ନିମନ୍ତେ କ'ଣ କରିବେ? ବାଇବେଲ କୁହେ, ସେ ଆମମାନଙ୍କର ଉଦ୍ଧାର କରିବେ। ପଦ 24 କହିଥାଏ, ସେ ସିଓନରେ ରହିଥିବା ଲୋକଙ୍କ ଅଧର୍ମ କ୍ଷମା କରିଦେବେ। ଆସନ୍ତୁ ଆମ୍ଭେ ପଦ 24 ଦେଖିବା। ପୁଣି ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ, ତନ୍ନିବାସୀ ଲୋକମାନଙ୍କର ଅପରାଧ କ୍ଷମା କରାଯିବ। ତନ୍ନିବାସୀ ଲୋକମାନଙ୍କର ଅପରାଧ କ୍ଷମା କରାଯିବ, ଅର୍ଥାତ୍ ସିଓନରେ ରହିଥିବା ଲୋକଙ୍କ ପାପର କ୍ଷମା ପ୍ରାପ୍ତ ହେବ। ବାଇବଲର ମାଧ୍ୟମରେ ଯେ ଆମମାନଙ୍କୁ ଉଦ୍ଧାର ନିମନ୍ତେ ବୁଦ୍ଧିମାନ କରନ୍ତି, ପରମେଶ୍ୱର ଆମ୍ଭକୁ ଜ୍ଞାନ ନିମନ୍ତେ ଜାଗ୍ରତ କରନ୍ତି। ତେବେ ସ୍ୱର୍ଗ ଯିବା ପାଇଁ ସମସ୍ତ ଲୋକଙ୍କୁ କେଉଁଠି ଆସିବା ଦରକାର? ସିଓନ ଆଡ଼କୁ। ସେମାନଙ୍କୁ ଶୀଘ୍ର ସିଓନ ଆଡ଼କୁ ଆସିବା ଉଚିତ। ଏଥିପାଇଁ ଜିରୋମିୟ ଅଧ୍ୟାୟ 4 ପଦ 5 କହିଥାଏ କି ଶେଷ ଦିନରେ ଯାହାଙ୍କ ପାଖରେ ବୁଦ୍ଧି ଅଛି ଆଉ ଯେ ଆଗ୍ରହ ସହିତ ଉଦ୍ଧାରର ଅଭିଳାଷା କରନ୍ତି, ତାଙ୍କୁ ସିଓନ ଆଡ଼କୁ ପଳାୟନ କରିବା ଉଚିତ। କ'ଣ ସେମାନଙ୍କୁ ସଂକୋଚ କରିବା ଉଚିତ? କ'ଣ ସେମାନଙ୍କୁ ପରମେଶ୍ୱରଙ୍କ ଠାରୁ ଚେତାବନୀ ଶ୍ରବଣ କରି ମଧ୍ୟ ବିଚାର କରିବାକୁ ହେବ? ବାଇବଲ କହେ କି ଆମ୍ଭେ ବିଳମ୍ବ ନ କରି ବିନା ସଂକୋଚରେ ସିଓନରେ ପ୍ରବେଶ କରିବା ଉଚିତ, କାରଣ ସିଓନକୁ ପରମେଶ୍ୱର ସ୍ଥାପିତ କରିଛନ୍ତି ଆଉ ସେଠାରେ ପରମେଶ୍ୱର ନିବାସ କରନ୍ତି। ସିଓନରେ ବିଶ୍ରାମ ଦିନ, ନିସ୍ତାର ପର୍ବ, ଖମିର ଶୂନ୍ୟ ରୁଟି ଯେପରି ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ, ସିଓନରେ 3 ଥରରେ ସମସ୍ତ ପର୍ବ ପାଳନ କରାଯାଏ। କାରଣ ସିଓନ ଏପରି ଜାଗା ଅଟେ, ଏଥିପାଇଁ ଅନନ୍ତ ଜୀବନ ଅର୍ଥାତ୍ ପରମେଶ୍ୱରଙ୍କ ସନ୍ତାନଙ୍କ ଚିହ୍ନ କେବଳ ସିଓନର ସନ୍ତାନକୁ ଦିଆଯିବ। ସିଓନ ବ୍ୟତୀତ ଅନନ୍ତ ଜୀବନ ଆମ୍ଭେ ଆଉ କେଉଁଠି ମଧ୍ୟ ପାଇପାରିବା ନାହିଁ। ଆସନ୍ତୁ ଆମ୍ଭେ ଗୀତ ସଂହିତା ଅଧ୍ୟାୟ 133 ପଦ 1 ଉପରେ ଏକ ନଜର ଦେବା। ଦେଖ ଭାଇମାନେ, ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର। ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ ଅର୍ଥାତ୍ ହାରଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା। ତାହା ହର୍ମଣର ଶିଶିର ତୁଲ୍ୟ,
ଯାହା ସିୟନର ପର୍ବତଗଣ ଉପରେ କ୍ଷରି ପଡ଼େ, କାରଣ ସଦାପ୍ରଭୁ ସେଠାରେ ଅର୍ଥାତ୍ ସିୟନରେ ଆଶୀର୍ବାଦର ଅନନ୍ତ ଜୀବନ ଆଜ୍ଞା କଲେ। ଅନନ୍ତ ଜୀବନ କେବଳ କିଏ ପ୍ରାପ୍ତ କରିପାରିବ? ଚିହ୍ନ କେବଳ ସିୟନର ସନ୍ତାନ ପାଇପାରିବ। କେଉଁ ବସ୍ତୁ ଦ୍ୱାରା? ସେମାନେ ଅନନ୍ତ ଜୀବନ ପରମେଶ୍ୱରଙ୍କ ମାଂସ ଓ ରକ୍ତ ଦ୍ୱାରା ପ୍ରାପ୍ତ କରିପାରିବେ। ପରମେଶ୍ୱର ସେମାନଙ୍କୁ ଅନନ୍ତ ଜୀବନ କେମିତି ଦେଲେ? ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6 ପଦ 53 ଦେଖିବା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟଙ୍କ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, କ'ଣ ତାହାର? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ଯୀଶୁଙ୍କ ମାଂସ ଖାଇବା ଓ ତାହାଙ୍କ ରକ୍ତ ପାନ କରିବା ଲୋକ ସେମାନେ ଅଟନ୍ତି, ଯେ ଅନନ୍ତ ଜୀବନର ପ୍ରତିଜ୍ଞା ପ୍ରାପ୍ତ କରନ୍ତି। ତେବେ ଆମ୍ଭେ ଯୀଶୁଙ୍କ ମାଂସ ଓ ରକ୍ତ କେମିତି ଭୋଜନ ଓ ପାନ କରିପାରିବା? ଆସନ୍ତୁ ଆମ୍ଭେ ମଥ୍ୟୁ ଅଧ୍ୟାୟ 26କୁ ଯିବା। ମଥ୍ୟୁ ଅଧ୍ୟାୟ 26 ପଦ 17। ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସେ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଛନ୍ତି, ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ମୁଁ ଆପଣମାନଙ୍କୁ ନିସ୍ତାର ପର୍ବ ବିଷୟରେ ଏଥିପାଇଁ ଜଣାଉଅଛି, କାରଣ ଏଥିରେ ଯୀଶୁଙ୍କ ମାଂସ ଓ ରକ୍ତ ନିହିତ ଅଛି। ଆସନ୍ତୁ ଆମ୍ଭେ ପଦ 26କୁ ଯିବା। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋର ଶରୀର, ଅର୍ଥାତ୍ ମୋହର ମାଂସ। ପୁଣି ସେ ପାନପାତ୍ରରେ ନିସ୍ତାର ପର୍ବର ଦ୍ରାକ୍ଷରସ ଅଛି, ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷରସ ଯୋହନ ଅଧ୍ୟାୟ 6ରେ ମନୁଷ୍ୟଙ୍କ ପୁତ୍ରଙ୍କ ମାଂସ ଓ ରକ୍ତ ଅଟେ, ହଁ ନା? ତାହା ଯୀଶୁଙ୍କ ମାଂସ ଓ ରକ୍ତକୁ ସଂକେତ କରେ। ଯେ ତାହାଙ୍କ ମାଂସ ଭୋଜନ କରେ ଓ ତାହାଙ୍କ ରକ୍ତ ପାନ କରେ, ତାହାକୁ କ'ଣ ପ୍ରାପ୍ତ ହୁଏ? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଗୀତ ସଂହିତାର ପୁସ୍ତକ ଅନୁସାରେ ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ କେଉଁଠି ଦିଅନ୍ତି? ପରମେଶ୍ୱର ସିୟନରେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି। ଏହାକୁ ନ ଜାଣି ଲୋକମାନେ କେବଳ ଏପରି କହନ୍ତି, ଆମ୍ଭମାନଙ୍କ ଚର୍ଚ୍ଚ ସିୟନ ଅଟେ। କ'ଣ ସେମାନଙ୍କ ଚର୍ଚ୍ଚ ସିୟନ ହୋଇପାରିବ? ସିୟନରେ ନିସ୍ତାର ପର୍ବ ପରି ସତ୍ୟ ଅଛି। ସିୟନରେ କେବଳ ନିସ୍ତାର ପର୍ବ ହିଁ ନାହିଁ, ନିସ୍ତାର ପର୍ବ ଦ୍ୱାରା ଯୀଶୁ କେଉଁ ସତ୍ୟର ଘୋଷଣା କଲେ? ତାହା ନୂତନ ନିୟମ ଅଟେ। ଲୁକ ଅଧ୍ୟାୟ 22 ମଥ୍ୟୁ ଅଧ୍ୟାୟ 26ରେ ଏକ ସମାନ ଦୃଶ୍ୟର ବର୍ଣ୍ଣନା କରିଥାଏ। ଯୀଶୁ ଏହା କହୁଥାଇ ଆପଣ ଶିଷ୍ୟମାନଙ୍କୁ ନିସ୍ତାର ପର୍ବର ଦ୍ରାକ୍ଷରସ ଦେଲେ। ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ଆସନ୍ତୁ ଆମ୍ଭେ ହିତୋପଦେଶ ଅଧ୍ୟାୟ 3 ଦେଖିବା। ଅଧ୍ୟାୟ 3 ପଦ 5। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ସର୍ବଦା ଏହି କଥା ଉପରେ ବିଶ୍ୱାସ ରଖ କି ପରମେଶ୍ୱରଙ୍କଠାରେ ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନ ଗୁପ୍ତ ହୋଇଅଛି। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର କ'ଣ କରିବେ? ପଥ ସବୁ ସରଳ କରିବେ। ତୁମେ ଆପଣା ଦୃଷ୍ଟିରେ ବଳବାନ ହୁଅ ନାହିଁ, ସଦାପ୍ରଭୁଙ୍କ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ବାଇବଲ କହେ କି ଆମ୍ଭମାନଙ୍କୁ ଏପରି ଚିନ୍ତା କରିବା ପରିବର୍ତ୍ତେ ମୁଁ ବହୁତ ବୁଦ୍ଧିମାନ ଅଟେ, ମୋର ମାର୍ଗ ଓ ପ୍ରଣାଳୀ ଉପଯୁକ୍ତ ଅଟେ। ଆମ୍ଭମାନଙ୍କ ସମସ୍ତ କାର୍ଯ୍ୟରେ ପରମେଶ୍ୱରଙ୍କଠାରେ ଭରସା ରଖି ତାହାଙ୍କର ଅନୁସରଣ କରିବା ଉଚିତ। ଯେପରି ପ୍ରକାଶିତ ବାକ୍ୟ ଅଧ୍ୟାୟ 14ରେ ଲେଖା ଅଛି, ଯେଉଁମାନେ ପରମେଶ୍ୱରଙ୍କଠାରେ ସବୁଠାରୁ ଅଧିକ ବିଶ୍ୱାସ ରଖନ୍ତି, ମେଷ ଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ଜାଣିଛନ୍ତି କି ବୁଦ୍ଧି ଓ ଜ୍ଞାନର ସମସ୍ତ ଗୁପ୍ତଧନର ସ୍ୱାମୀ
परमेश्वर अटंती और सेमाने परमेश्वरଙ୍କ मार्गदर्शन और दिगर अनुसरण करती। परमेश्वर सेमानଙ୍କ सहित स्वर्ग राज्य उद्धार पापर क्षमा और अनंत जीवनर प्रतिज्ञा करिसंती। एथिपाई जेबे स्वर्गीय पिता एही पृथ्वी को आसिले जेतेबेले से आपणा संतान मानकु कोण जणाइले शेष दिन रे आम मानकु परिशेष रे उद्धार किए दियंती। पिता कहिले एलिसाय एलियंको पालन कले, जिहोसुय मूसांको पालन कले, पितर यीशुंको पालन कले, आउ मु काहाकु मातांको पालन करे। जदि तुम्हें मोर पालन कर तेबे जेउठी कि मु जाए मो पछरे चल। तेबे पिता कोण इच्छा करंती कि आम्हे काहार पालन करिबा? एहा पितांको इच्छा अटे कि आम्हे मातांको शेष पर्यंत पालन करुथाई स्वर्ग रे प्रवेश करिबा। आदि पुस्तकर इतिहास रे हबांको साक्ष्य किए देले? आदम एहा कही साक्ष्य देले, ए मोहर अस्थिर अस्थि ओ मांसर मांस। जिसाय अध्याय 62 अनुसारे परमेश्वर आपणा लोकमानंको निमंते काहार स्थापना कले जेपरि सेमाने ताहांको आदर करि पारिबे? जेरुसालेमको। बाइबल रो गोटिए भाग जिसाय अध्याय 60 रे जे आंबको उद्धार पाइबारे बुद्धिमान करिथाए परमेश्वर आंबको प्रथमरु ही देखाई देइछंती कि शेष दिन रे परमेश्वरଙ୍କ समस्त हजि जाइथिबा लोक जेरुसालेम मातांको कड़रे शीघ्रतारे फेरी आसिबे। हना आंबको एही भविष्यवाणी को पूर्ण करिबा पई कोन करिबा उचित? जागृत हुओ। पुणी एहा परे कोन करिबा उचित? ज्योति प्रकाश करो। एही समस्त तेबे होई पारिबो जेबे सियन रो लोक जागृत होई ज्योति प्रकाशित करिवे। जेबे सामरिया और पृथ्वीर प्रांत पर्यंत सुसमाचारर प्रचार करा जिवो तेबे शेषरे परमेश्वर आंबको स्वर्ग नहीं जिबा पई आसिबे। हना एही सांसारिक जीवन रे कौनसी प्रकार स्वतंत्र नाही। जदिओ से राजा हेउ अबा नीच व्यक्ति प्रत्येक क्रांत अटंती और कष्ट अनुभव करंती। प्रत्येक दिन लोकमानंकु अनेक समस्या गुड़िकर समाधान करबाकू पड़िथाए आउ केतेक निर्णय नेबाकू पड़िथाए। किंतु आम्भे स्वर्गीय पिता और मातांको सहित साक्षात करिअछु और आम्भमानंको नेतृत्व संपूर्ण सत्य रे हेला जहाँ आम्भकू स्वर्ग नहीं जाए। एथिपाई आम्भकू आउ संकोच न करिबा उचित, पछघुंचा न हेबा उचित बा निराश न हेबा उचित, किंतु अंधकार को पराजित करिबा पाई जीवनर सत्यर प्रकाश को आलोकित करिबा उचित। तेबे सामारिया और पृथ्वीर प्रांत पर्यंत सुसमाचार प्रचार करा जिवो। एहा समस्त लोकंक पर्यंत पहुंची जिवो। जेबे सियन रो लोक एहाकु सुनिबे तेबे सेमाने समस्ते पिता और मातांको कोड़रे फेरी आसिबे। निश्चय ही जो माने सियन रो लोक नुहंती सेमाने सुसमाचार सुनिले मध्य प्रतिक्रिया करिवे नाही। आमे सुसमाचारर प्रचार करूअछु कारण एपरि लोक अछंती एहाकु सुनिबे और पिता और मातांको कोड़कु आसिबे। मु आशा करूअछि कि आपण समस्ते आसुथिबा सप्ताह रे बहुत गुड़िए फल उत्पन्न करिवे। एहा आशा करूअछि कि पूरा दुनिया रे सियन रो भाई और भौणी शेष पर्यंत परमेश्वरଙ୍କ महिमा को परिश्रम पूर्वक प्रदर्शित करिवे। वर्तमान मते आजिर उपदेश समाप्त करबाकू दियंतु। आपणको बहुत धन्यवाद।